ପ୍ରସେନଜିତ ମହାନ୍ତିଙ୍କର ଅକାଳ ନିଧନ ଆମ ସମସ୍ତଙ୍କୁ ବ୍ୟଥିତ କରିଛି। କଳା ବିକାଶ କେନ୍ଦ୍ରର ସାଧାରଣ ସମ୍ପାଦକ, ଆକାଶବାଣୀର ଭୂତପୂର୍ବ କେନ୍ଦ୍ର ନିର୍ଦ୍ଦେଶକ, ଦୂରଦର୍ଶନରେ ବି ସେ କିଛି ସମୟ ପାଇଁ କାମ କରିଥିଲେ। ଦୂରଦର୍ଶନରେ ଗୀତ ଗାଉଥିଲେ, ଆକାଶବାଣୀରେ ଗୀତ ଗାଉଥିଲେ, ଚଳଚ୍ଚିତ୍ରରେ ବି ଗୀତ ଗାଇଛନ୍ତି। ହଠାତ୍ କଟକରୁ ଭୁବନେଶ୍ୱର ଯିବା ବାଟରେ ହୃଦଘାତ ହେଇଛି ଏବଂ ସେ ଚାଲି ଯାଇଛନ୍ତି। ବିଶ୍ୱାସ କରି ହୁଏ ନା, ଏତେ ସହିଥିବା ଲୋକଟା, ଏତେ ଛାତି ଟାଣ କରିଥିବା ଲୋକଟା ସାମାନ୍ୟ ହୃଦଘାତରେ ଚାଲିଗଲା। ଇ କ'ଣ ବିଧାତାର ନିର୍ଦ୍ଦେଶ? ନା ଦୁଃଖ ସହି ସହି ସିଏ ଆଉ ସହିପାରିଲାନି, ନିଜକୁ ସମର୍ପଣ କରିଦେଲା ମୃତ୍ୟୁ ପାଖରେ। ବହୁତ ଭଲ ଲୋକ ଥିଲା, ବହୁତ ନମ୍ର ସ୍ୱଭାବର ମଣିଷ। ମାନେ ମାଛିକୁ ମହ ବୋଲି ସେ କହେନି। ସମସ୍ତଙ୍କ ସହିତ, ଛୋଟ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ସହିତ ସେ ଭଲ ବ୍ୟବହାର କରେ। ହଠାତ୍ ସମସ୍ତଙ୍କୁ ଛାଡ଼ିକି ଚାଲିଯିବାଟା କାହିଁ ସହଜରେ ଗ୍ରହଣ କରି ହେଉନି। ଭଗବାନ ତାର ଆତ୍ମାକୁ ସଦ୍ଗତି ଦିଅନ୍ତୁ। ସେ ଯୋଉଠି ଥାଉ ଭଲରେ ଥାଉ।